ସମସ୍ତଙ୍କୁ ନମସ୍କାର ପିଲାମାନେ, ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି ଆମର ଆଉ ଏକ ଭିଡିଓରେ। ତ ପିଲାମାନେ, ଆପଣମାନେ ସମସ୍ତେ ଫାର୍ଷ୍ଟ ସେମିଷ୍ଟର କ୍ଲାସ ଆମର କରୁଛନ୍ତି। ଯୋଉମାନଙ୍କୁ ବି ଆମର ହ୍ୟାଣ୍ଡରିଟେନ୍ ନୋଟ୍ସ ଭଲ ଲାଗୁଛି ଆଉ ସେମାନେ ପରଚେସ୍ କରିବାକୁ ଚାହୁଁଛନ୍ତି, ତ ସ୍କ୍ରିନ୍ ଉପରେ ଆପଣଙ୍କୁ ନମ୍ବର ଶୋ କରୁଛି, ଏଇଥିରେ ଆପଣ କଣ୍ଟାକ୍ଟ କରନ୍ତୁ। ଆପଣଙ୍କର ହ୍ୟାଣ୍ଡରିଟେନ୍ ନୋଟ୍ସର ପ୍ରାଇସ୍ ଆପଣଙ୍କୁ 5ଟା ବହି ଆମର ଯୋଉଟା 500 ରହୁଛି, ସେଇଟା ଆପଣଙ୍କୁ କେବଳ 400 ଆସିବ। ତ ଏବେ ହିଁ କଣ୍ଟାକ୍ଟ କରିକି ନୋଟ୍ସ ପରଚେସ୍ କରନ୍ତୁ। ଆଉ ଆମେ କ୍ଲାସ ଆଟେଣ୍ଡ କରିବା। କ୍ଲାସ ଆଟେଣ୍ଡ କଲା ପରେ ଆପଣଙ୍କ ଜୁଲାଇ ମାସ ଯୋଉ ଏକ୍ଜାମ ରହୁଛି, ସେଥିପାଇଁ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ। ଆଉ ଯାହା ବି ଆପଣଙ୍କ ଡାଉଟ୍ ରହିବ, କିଛି ବି ଆପଣଙ୍କର କ୍ୱେଶ୍ଚିନ୍ ରହୁଛି, ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ତ ଚାଲନ୍ତୁ ଆମେ କ୍ଲାସ ଆରମ୍ଭ କରିବା। ୟୁନିଟ୍ 3 ପ୍ରାୟତଃ ସମସ୍ତଙ୍କୁ ଦେଖାଯାଉଥିବ ସ୍କ୍ରିନରେ। ତ କଥା ଏହା ହଉଛି କି ଇଷ୍ଟର୍ନ ସିଷ୍ଟମ ଆଉ ୱେଷ୍ଟର୍ନ ସ୍କୁଲ ଅଫ ଫିଲୋସଫି ଫିଲୋସଫି ଆମର ଇଣ୍ଡିଆରେ ଯୋଉଟା ସେଟାକୁ ଆମେ କହିଲୁ ଇଷ୍ଟର୍ନ ସିଷ୍ଟମ, ଏବଂ ୱେଷ୍ଟର୍ନଟା ହଉଛି ପାଶ୍ଚାତ୍ୟ ଦେଶ ବା ୟୁରୋପିଆନ ଦେଶର ଫିଲୋସଫିକୁ ଆମେ ୱେଷ୍ଟର୍ନ ବୋଲି କହିବା। ତ କନସେପ୍ଟ ହଉଛି ଯେ ନ୍ୟାଚୁରାଲିଜିମ୍ ଇଜ ଅଲସୋ ଟର୍ମଡ ଏଜ ମ୍ୟାଟେରିଆଲିଜିମ୍। ତ ଏଇ ହିସାବରେ ଯଦି ଆମେ ଦେଖିବା economic philosophy naturalism ଯଦି ଆମେ ଦେଖିବା, ବେସିସ୍ ଅଫ ଦ ୱାର୍ଲ୍ଡ ଇଜ ମ୍ୟାଟର। ତ ମ୍ୟାଟେରିଆଲିଜିମ୍ ଯୋଉ କନସେପ୍ଟଟା ଅଛି ତା ହିସାବରେ ଆମର ୱାର୍ଲ୍ଡ ଟା ଫୁଲ ଅଫ ମ୍ୟାଟର୍ସ ରେ ଯାଉଛି। ସବୁ ଜିନିଷ ମ୍ୟାଟର ତିଆରି। ମାଇଣ୍ଡ ଅଲସୋ ଏ ଫର୍ମ ଅଫ ଏ ମ୍ୟାଟର। ମଣିଷ ବି ମାଇଣ୍ଡ ବି ଗୋଟେ ମ୍ୟାଟର ରେ ଯାଉଛି। ଆଣ୍ଡ ସିନ୍ଥେସିସ୍ ଅଫ ବୋଥ ମ୍ୟାଟର ଅର ସିନ୍ଥେସିସ୍ ଅଫ ବୋଥ, ଦୁଇଟା ଜିନିଷ ହଉଛି, ଦୁଇଟା ମ୍ୟାଟର କରିକି ହଉ ବା ଗୋଟେ ହଉ। According to the naturalism, only nature is everything, nothing is before and beyond it। ତ ମ୍ୟାଟେରିଆଲିଜିମ୍ କହିଲା ପୁରା ୱାର୍ଲ୍ଡ ମ୍ୟାଟରରେ ପରିପୂର୍ଣ୍ଣ, ଆଉ ନ୍ୟାଚୁରାଲିଜିମ୍ କହୁଛି ନେଚର କୁ ଛଡା ଆଉ କିଛି ନଥାଏ, ସବୁ ଜିନିଷ ନେଚର ଭିତରେ ରହୁଛି। And the protagonist of naturalism are Aristotle, Hobbes, Bacon, Hubbard, Spencer, etc। ପ୍ରୋଟାଗନିଷ୍ଟ ମାନେ ହଉଛି ପ୍ରଚାରକ ବା ସମର୍ଥକ। ତେଣୁ ନ୍ୟାଚୁରାଲିଜିମ୍ କୁ ସମର୍ଥନ କରୁଥିବା ଲୋକ ହଉଛନ୍ତି କିଏ କିଏ, କୋଉ କୋଉ ଫିଲୋସଫର କରୁଛନ୍ତି ନା ଆରିଷ୍ଟଟଲ, ଦେନ୍ ହବ୍ସ, ବେକନ ଆଉ ହାର୍ବର୍ଟ ସ୍ପେନ୍ସର ଏମାନେ। ତ ଯଦି ଆମେ ନ୍ୟାଚୁରାଲିଜିମ୍ କୁ କନସେପ୍ଟ କୁ ଆମେ ବର୍ତ୍ତମାନ ଆଲୋଚନା କରିବା, ତ ନ୍ୟାଚୁରାଲିଜିମ୍ ହଉଛି ଗୋଟେ ଟାଇପ ଅଫ ମେଟାଫିଜିକ୍ସ which takes nature as a whole of reality। ତ ନ୍ୟାଚୁରାଲିଜିମ୍ ମାନେ ହଉଛି ରିଏଲିଟିର କନସେପ୍ଟକୁ ଆମେ ଦେଖିବା, ମାନେ ପ୍ରକୃତ ରିଏଲିଟି ମାନେ ପ୍ରାକ୍ଟିକାଲିଟି ଯୋଉଟା କୁହାଯାଏ। ତ ରିଏଲିଟି କନସେପ୍ଟକୁ ଏଠି ଦେଖାଯାଇଛି। ଦ୍ୟାଟ ଇଜ ଏକ୍ସକ୍ଲୁଡ୍ସ ହ୍ୱାଟ ଏଭର ଇଜ ସୁପର ନ୍ୟାଚୁରାଲ ଅର ଅଦର ୱାର୍ଲ୍ଡଲି। ତ ଏଇଟା ଗୋଟେ ଡେଫିନେସନ ଅଛି ହ୍ୟାକିଂ ଡବ୍ଲ୍ୟୁଏଫ କର। ଏବଂ ଆଉ ଗୋଟେ ଯଦି ଆମେ ଦେଖିବା, ଦୁଇଟା ଡେଫିନେସନ ଦିଆଯାଇଛି, ଗୋଟେ ହଉଛି ଜଏସ୍ ଆଉ ଗୋଟେ ହକିଂ ଡବ୍ଲ୍ୟୁଏଫ କର। ନ୍ୟାଚୁରାଲିଜିମ୍ ଇଜ ଏ ସିଷ୍ଟମ whose silent characteristic is the exclusion of whatever is spiritual or indeed whatever is transcendental of experience। ତ ନ୍ୟାଚୁରାଲିଜିମ୍ ଆମେ କାହାକୁ କହିବା, ଯଦି ଆପଣ ଡେଫିନେସନ ମନେ ରଖିପାରୁଛନ୍ତି ଭଲ କଥା, ନହେଲେ ଆପଣ ଚେଷ୍ଟା କରନ୍ତୁ ମନେ ରଖିବା ପାଇଁ, ନହେଲେ ଚଳିବ, କିଛି ନାହିଁ। ତ କାହିଁକି ନା ବଡ ଯେହେତୁ ରହିଛି ଡେଫିନେସନ ଟା, ମନେ ରଖିବା ଟିକେ ଏତେ ସହଜ ହେଇନପାରେ ସମସ୍ତଙ୍କ ପାଇଁ, ସେଥିପାଇଁ ମୁଁ କହିଲି। ତ ବଡ ନେବେନି, ନର୍ମାଲି ଯିବେ। ତ କଥା ଏହା ହଉଛି କି ଆମର ଯୋଉ ବିଷୟ ରହିଲା ଯେ ନ୍ୟାଚୁରାଲିଜିମ୍ କଣ ନା ଗୋଟେ ସିଷ୍ଟମ ଯାହାର କ୍ୟାରେକ୍ଟରିଷ୍ଟିକ୍ସ ଟା ସ୍ପିରିଚୁଆଲି ରହୁଛି, ଏବଂ ଯାହାବି ଆମର ଏକ୍ସପିରିଏନ୍ସ କୁ ବେସ୍ କରୁଛି ସେ ସବୁକୁ କନେକ୍ଟ କରିକି ରଖୁଛି ହେଲା। କ୍ୟାରେକ୍ଟରିଷ୍ଟିକ୍ସ ଯଦି ଦେଖିବା ନ୍ୟାଚୁରାଲିଜିମ୍ ର କଣ ନା ନେଚର ଏଲୋନ୍ ଇଜ ଦ ସୋର୍ସ ଅଫ ଅଲ୍ ନଲେଜ, ଇଟ୍ ଇଜ ହୋଲ ରିଏଲିଟି। ତ ଯେତେ ବି କିଏ ନା ନେଚର, ଇଟ୍ ଇଜ ହୋଲ ରିଏଲିଟି, ପୁରା ରିଏଲିଟି କୁ କୁହାଯାଉଛି reality। ଏବଂ ଯଦି ଏମ୍ସ ଅଫ ଏଜୁକେସନ ଦେଖିବା, ତାହେଲେ ଡେଭଲପିଂ ଦ ଚାଇଲ୍ଡ ଇନ୍ ଆକର୍ଡାନ୍ସ ୱିଥ ଦ ନେଚର ହେଲା। ତ ଡେଭଲପିଂ ଦ ଚାଇଲ୍ଡ, ତ ଏମ୍ସ ଏଜୁକେସନ କଣ, ଚାଇଲ୍ଡ କୁ ତାର ନେଚର ହିସାବରେ ଡେଭଲପ କରାଇବା। ଲାଇନ୍ ପ୍ଲେସ୍ ଅନ୍ ଦ ଅଟୋନମସ୍ ଡେଭଲପମେଣ୍ଟ, ନିଜକୁ ନିଜେ ଡେଭଲପ କରିବା ପାଇଁ ତାକୁ ଶିକ୍ଷା ଦେବା। ତାର ସେଲ୍ଫ ଏକ୍ସପ୍ରେସନ ଦରକାର। ଇଣ୍ଡିଭିଜୁଆଲିଟି, ପ୍ରକୃତରେ ସେ ପିଲାଟି କଣ ଚାହୁଁଛି କଣ ନାହିଁ ତାକୁ ଫୋକସ କରିବାର ଆବଶ୍ୟକତା ରହିଛି। ଇଏ ହଉଛି ଏମ୍ସ ଅଫ ଏଜୁକେସନ। ଟିଚର ରୋଲ କଣ ନା ଆର୍ଟ ଅଫ ଅବଜର୍ଭିଂ। ଟିଚର ଷ୍ଟୁଡେଣ୍ଟ କୁ ଅବଜର୍ଭ କରିବ, ଟିଚର ଷ୍ଟୁଡେଣ୍ଟ କୁ ଦେଖିବ, ଦୂର ଯାଇ ଦେଖିବ, ତାକୁ ଅଟୋନମସ୍ ବିହେଭିୟର କରିବା ପାଇଁ ଦବ। ଆର୍ଟ ଅଫ ସଜେଷ୍ଟିଂ, ତାପରେ ଟିଚର ଅବଜର୍ଭ କଲା ପରେ ଜିନିଷକୁ ସଜେଷ୍ଟ କରିବ। ଆର୍ଟ ଅଫ ଷ୍ଟିମୁଲେଟିଂ, ପିଲାମାନଙ୍କୁ ଇନଷ୍ଟିଗେଟ କରେଇବ, ପିଲାମାନଙ୍କୁ ପ୍ରେରଣା ଦବ, କିଛି କଥାରେ ପ୍ରବର୍ତ୍ତାଇବ ନୂଆ ନୂଆ ଜିନିଷ କରିବା ପାଇଁ। ଫ୍ରି ଡେଭଲପମେଣ୍ଟ ଅଫ ଦ ଚାଇଲ୍ଡ, ଚାଇଲ୍ଡ ର ଫ୍ରି ଡେଭଲପମେଣ୍ଟ କଥାକୁ ଫୋକସ କରାଯାଇଛି।
ତାପରେ ଆସିଲା ନ୍ୟାଚୁରାଲିଜିମ ଆଣ୍ଡ କରିକୁଲମ। ନ୍ୟାଚୁରାଲିଜିମ ଆଣ୍ଡ କରିକୁଲମ ର କନସେପ୍ଟ କୁ ଆମେ ବର୍ତ୍ତମାନ ଆଲୋଚନା କରିବା। Naturalists regard religious education as useless. Naturalist ମାନେ naturalism curriculum ଦେଖିବା naturalist regard କରିବେ religious education as useless ହିସାବରେ। According to them, curriculum should consist of subject and items which reflect the inborn tendencies, natural interest, natural activity। ତାଙ୍କ ହିସାବରେ କି ଯୋଉଗୁଡାକ natural behavior ଯାହା ଭିତରେ ଅଛି ତାକୁ develop କରିବାର ଆବଶ୍ୟକତା ରହୁଛି। As such, curriculum should be contain games, sports, history, biology, etc. ତ ଏଇ curriculum ଭିତରେ games ରହିବା ଦରକାର, ସ୍ପୋର୍ଟସ, ହିଷ୍ଟ୍ରି, ବାୟୋଲୋଜି ଏସବୁ ଜିନିଷ ଗୁଡିକର ଆବଶ୍ୟକତା ରହୁଛି କରିକୁଲମ ହିସାବରେ। ମାଇଣ୍ଡ ଇଜ ସବଅର୍ଡିନେଟ ଟୁ ନେଚର, ମେଟେରିଆଲ ୱାର୍ଲଡ ଇଜ ଦ ରିଏଲ ୱାର୍ଲଡ। ତ ମାଇଣ୍ଡ ହଉଛି ନେଚର କୁ ସବଅର୍ଡିନେଟ କରୁଛି, ମେଟେରିଆଲ ୱାର୍ଲଡ ହଉଛି ପ୍ରକୃତ ୱାର୍ଲଡ। ଦେयर ଇଜ ନଥିଙ୍ଗ ଲାଇକ ସୁପର ନ୍ୟାଚୁରାଲ କନସେପ୍ଟ କିଛି ନାହିଁ। ଅଲ୍ ଭ୍ୟାଲ୍ୟୁଜ ଏକ୍ଜିଷ୍ଟ ଇନ ନେଚର, ଯାହା ବି କିଛି ଭ୍ୟାଲ୍ୟୁଜ ଅଛି ସବୁ କିଛି ନେଚର ଭିତରେ ଏକ୍ଜିଷ୍ଟ କରୁଛି। ସାଇଣ୍ଟିଫିକ ନଲେଜ ଇଜ ଫାଇନାଲ, ଏବଂ ସାଇଣ୍ଟିଫିକ ନଲେଜ ଇଜ ଫାଇନାଲ ମାନେ ପ୍ରାକ୍ଟିକାଲ ଯୋଉ ଜିନିଷଟା ଅଛି ସେଇଟାକୁ ଫାଇନାଲ କୁହାଗଲା। Okay। ତାପରେ ଆସିଲା ବାୟୋଲୋଜିକାଲ ଟାଇପ୍ସ ଅଫ ନ୍ୟାଚୁରାଲିଜିମ କଣ କଣ ଅଛି ନା ବାୟୋଲୋଜିକାଲ ନ୍ୟାଚୁରାଲିଜିମ, ମେକାନିକାଲ ନ୍ୟାଚୁରାଲିଜିମ, ଫିଜିକାଲ ସାଇନ୍ସ ନ୍ୟାଚୁରାଲିଜିମ। ତ ବାୟୋଲୋଜିକାଲ ନ୍ୟାଚୁରାଲିଜିମ ଯଦି ଆମେ ଦେଖିବା ତାହେଲେ ଦିସ୍ ଟାଇପ ଅଫ ନ୍ୟାଚୁରାଲିଜିମ assumes man as a product of evolution। ଏଇ ଟାଇପ ନ୍ୟାଚୁରାଲିଜିମ ଟା ତମର ଏଜ୍ୟୁମ କରୁଛି ମେନ୍ କୁ ଗୋଟେ ପ୍ରଡକ୍ଟ ହିସାବରେ ଇଭଲ୍ୟୁସନ ହିସାବରେ ନଉଛି, ମାନେ ମେନ୍ ଗୋଟେ ପ୍ରଡକ୍ଟ ଗୋଟେ ଇଭଲ୍ୟୁସନ ପ୍ରୋସେସ ର। ମେନ୍ ବିକଜ ଅଫ ହିଜ ଓନ୍ ନେଚର ଇଜ ଦ ସୁପ୍ରିମ କ୍ରିଏସନ ଅଫ ନେଚର। ତ କ୍ରିଏଚର ହିସାବରେ ସୁପ୍ରିମ ନେଚରରେ ରହୁଛି କୋଉଟା ମେନ୍ ବା ହ୍ୟୁମାନ ବିଙ୍ଗ ଯୋଉଟା ରହୁଛି ସେଟା ସୁପ୍ରିମ କ୍ରିଏଚର ରେ ଯାଉଛି, କାରଣ ସେ ସମସ୍ତଙ୍କୁ କୋଅର୍ଡିନେଟ କରିପାରୁଛି ଆଉ ବହୁତ ଚାଲାକ, ରାଇଟ। ମେକାନିକାଲ ନ୍ୟାଚୁରାଲିଜିମ ଏଟା ତ ବାୟୋଲୋଜିକାଲ ରହିଲା। ମେକାନିକାଲ ରହିଲା କଣ ମେନ୍ ଇଜ ଏ ପାର୍ଟ ଅଫ ଦ ମେସିନ ଆଣ୍ଡ ଏ କମ୍ପ୍ଲିଟ ମେସିନ ଇନ ଇଟସେଲ୍ଫ। ମେନ୍ ନିଜେ ଗୋଟେ ମେସିନ ର ପାର୍ଟ ଏବଂ ତା ଭିତରେ ଗୋଟେ ମେସିନ ଚାଲିଛି, ସେ ନିଜେ ଗୋଟେ ମେସିନ ଏବଂ ସିଏ ବି ମେସିନ ର ପାର୍ଟ। ଏନା ଦୁନିଆଟା ହଉଛି ମେକାନିକାଲ ୱାର୍ଲଡ, ମଣିଷ ତାର ପାର୍ଟ ଏବଂ ମଣିଷ ଭିତରେ ବି ମେସିନାରୀ ସିଷ୍ଟମ ଭଳିଆ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ କାମ କରୁଛି ଆମର। Okay, ସେଇଟା କୁହାହେଲା। ଓକେ। ତାପରେ ଫିଜିକାଲ ସାଇନ୍ସ ନ୍ୟାଚୁରାଲିଜିମ। ଫିଜିକାଲ ସାଇନ୍ସ ନ୍ୟାଚୁରାଲିଜିମ ଆମେ ଯଦି ଦେଖିବା it lays stress on external nature, external nature ଉପରେ ଫୋକସ କରୁଛି। The main aim of education of the naturalism is to equip the individual or the nation for their struggle to ensure survival in the world। ତ ଯଦି ଆମେ ଦେଖିବା ଆଲୋଚନା କରିବା ଯେ ଇଣ୍ଡିଭିଜୁଆଲ କୁ ଇକ୍ୱିପ କରିବା କେମିତି, ନେସନ ଷ୍ଟ୍ରଗଲ ସର୍ଭାଇଭାଲ କେମିତି ରହିବ, ଗୋଟେ ଫିଜିକାଲ ଏଣ୍ଟିଟି ଭିତରେ ବଞ୍ଚିବା, ପ୍ରାକ୍ଟିକାଲ ହବା, ଫିଜିକାଲ ୱାର୍ଲଡରେ ରହିବା, ଆମର ସବୁ ପାଖାପାଖି ଫିଜିକାଲ ଜିନିଷ ଗୁଡାକ ସବୁ ରହୁଛି। ତ ସେଇ ଜିନିଷ ଉପରେ ଫୋକସ କରାଯାଉଛି ଫିଜିକାଲ ସାଇନ୍ସ ନ୍ୟାଚୁରାଲିଜିମ। ନ୍ୟାଚୁରାଲିଜିମ ଆଣ୍ଡ ମେଥଡସ୍ ଅଫ ଟିଚିଂ, ଲର୍ନିଂ ବାଇ ଡୁଇଂ, ଲର୍ନିଂ ବାଇ ଏକ୍ସପିରିଏନ୍ସ, ଲର୍ନିଂ ବାଇ ପ୍ଲେ ଆଣ୍ଡ ବେସ୍ ଅଫ ଟିଚିଂ। ମାନେ ଲର୍ନିଂ ବାଇ ଡୁଇଂ କିଛି କରିକି ଶିଖିବା, ଲର୍ନିଂ ବାଇ ଏକ୍ସପିରିଏନ୍ସ ଏକ୍ସପିରିଏନ୍ସ ଶିଖିବା, ଲର୍ନିଂ ବାଇ ପ୍ଲେ ଇଜ ଏ ବେସ୍ ଅଫ ଟିଚିଂ ଏସବୁ ଜିନିଷରୁ ଦେଖିବା। ପ୍ଲେ ୱେ ମେଥଡ, ପ୍ଲେ ୱେ ମେଥଡ ଯଦି ରହୁଛି ଆମେ ତାକୁ ବି ଆଲୋଚନା କରିବା। ଟାର୍ଟନ ମେଥଡ ଆଣ୍ଡ ଏକ୍ସପେରିମେଣ୍ଟାଲ ମେଥଡ, ଏଟା ଗୋଟେ ଏକ୍ସପେରିମେଣ୍ଟାଲ ମେଥଡ ରହିଲା, ଛାଡି ଦିଅନ୍ତୁ ଏଟା ତ ନର୍ମାଲ କଥା। ତ ଏଟା ହଉଛି ମେଥଡ ଅଫ ଟିଚିଂ, ଏଭଳି ୱେରେ ଟିଚର ଟିଚିଂ ଟା ରହିବ। ନ୍ୟାଚୁରାଲିଜିମ ଆଣ୍ଡ ଡିସିପ୍ଲିନ, the naturalists believe it freedom rather than control with regard the problems of discipline। ତ naturalist ମାନେ ବିଲିଭ କରନ୍ତି ଯେ ଫ୍ରିଡମ କଣ୍ଟ୍ରୋଲ ଠାରୁ ଫ୍ରିଡମ ଟାରେ ହିଁ ବେଶୀ ହେଲ୍ପ କରେ ପ୍ରୋବ୍ଲେମ ସଲ୍ଭ କରିବା ପାଇଁ। ମେରିଟ୍ସ କଣ ନ୍ୟାଚୁରାଲିଜିମ ର ନା ଡେଭଲପମେଣ୍ଟ ଅଫ ଚାଇଲ୍ଡ ସାଇକୋଲୋଜି, ସାଇଣ୍ଟିଫିକ ଷ୍ଟଡି ଅଫ સોસાયટી and sociology। the development of child in psychology, scientific study of society and sociology। ତ ଇଏ ହେଲା ମେରିଟ୍ସ। ନ୍ୟାଚୁରାଲିଜିମ ର
ତାପରେ ଆସିଲା ଆଇଡିଆଲିଜମ। ଆଇଡିଆଲିଜମ ର କନସେପ୍ଟ ଟାକୁ ଦେଖିବା ବର୍ତ୍ତମାନ। ମିନିଂ କଣ ଆଇଡିଆଲିଜମ ର? The English word idealism is derived from the Greek word idea. Idea ର ଆସିଲା। Idealism is derived from the two words that are idea and ideals. Idealism as a philosophy doctrine is represented by the Socrates, Plato, Fichte, Kant, others. Mind ରେ naturalism ଗଲା, materialism ଗଲା, idealism ଆସିଲା, ଦିମାଗ କଥା ଆସିବ। Definition ଯଦି ଆମେ ଦେଖିବା ତାହେଲେ idealism holds করে କଣ? Ultimate reality is spiritualism. Spiritualism focus ଯୋଉଟା କି materialism, naturalism, spiritualism ଉପରେ focus କଲେ ନାହିଁ, but idealism focus କଲା spiritualism। Idealistic philosophy takes many and varied forms, but the postulates underlying all the is that mind or spirit is the essential world stuff that are true reality of the mental character. এটা ଜେଏସ୍ ରଙ୍କର ରହିଥିଲା statement ଟା କି ଆଇଡିଆଲିଷ୍ଟିକ ଫିଲୋସଫି ଟା ଭେରି କରିପାରେ ଫର୍ମ ଟା, କିନ୍ତୁ ପୋଷ୍ଟୁଲେଟ କରିବ, ସିଏ ପ୍ରେରଣା ଦବ ଅଣ୍ଡରଲାଇଂ ଅଲ୍ ଇଜ ଦ୍ୟାଟ ମାଇଣ୍ଡ, ମାଇଣ୍ଡ ଭିତରେ ଯାହା ଅଛି ବା ସ୍ପିରିଟ କୁ ନେଇକି ଯୋଉଟା କି ଏସେନ୍ସିଆଲ ରହୁଛି ୱାର୍ଲଡ ପାଇଁ, ସେଟା ଟ୍ରୁ ରିଆଲିଟି, ସେଇଟା ହିଁ ପ୍ରକୃତ ସତ୍ୟ ଅଫ ଏ ମେଣ୍ଟାଲ କ୍ୟାରେକ୍ଟର। ଏମ୍ସ ଅଫ ଏଜୁକେଶନ କଣ ତାର? According to the idealistic school, is the exploration of human personality of self-realization. It is to transmit the spiritual heritage of man from generation to generation. ତ ଆଇଡିଆଲିଷ୍ଟିକ ଅନୁସାରେ ଯେ ହ୍ୟୁମାନ ପର୍ସନାଲିଟି ଟା ସେଲ୍ଫ ରିଲାଇଜେସନ ରେ ଚାଲେ। ମଣିଷ ନିଜେ ବୁଝିବା ଦରକାର ମାଇଣ୍ଡ ଖଟେଇକି ଯେ ତାର ପ୍ରକୃତର ସତ କଣ ବା ତାର କନସେପ୍ଟ କଣ, ତାର ଏବିଲିଟି କଣ ଅଛି, ଏଇଠି ଟୁ ଟ୍ରାନ୍ସମିଟ, ଇଏ ଟ୍ରାନ୍ସମିଟ ହବାର ଆବଶ୍ୟକତା ରହିଛି। ଦ ସ୍ପିରିଚୁଆଲ ହେରିଟେଜ ଅଫ ମେନ୍ ଫ୍ରମ ଜେନେରେସନ ଟୁ ଜେନେରେସନ। ତ ସ୍ପିରିଚୁଆଲ ହେରିଟେଜ ଯୋଉଟା ଆମର ରହୁଛି ସେଟା ଗୋଟେ ଜେନେରେସନ ଆଉ ଗୋଟେ ଜେନେରେସନ ଟ୍ରାନ୍ସଫର ହବାର ଯଥେଷ୍ଟ ଆବଶ୍ୟକତା ରହୁଛି। ତାପରେ ଆସିଲା idealism and method of teaching. According to the idealistic, no specific method is to be adhered. कौन specific method नहीं। In their opinion, every method may be employed to realize the ideal state and determine before. Socrates used question answer method, Aristotle advocated inductive deductive method। तो ଏଇଠି ଦୁଇ ପ୍ରକାର ମେଥଡ ଆସିଲା। ଯେମିତି ସକ୍ରାଟିସ୍ କର କ୍ୱେଶ୍ଚନ ଆନ୍ସର ମେଥଡ ଆସିଲା, ଆରିଷ୍ଟଟଲ କର ଇଣ୍ଡକ୍ଟିଭ ଡିଡକ୍ଟିଭ ମେଥଡ ଆସିଲା। এই দুটা ମେଥଡ ୟୁଜ କରିକି ସେମାନେ ଯୋଉଟା କି ମେଥଡ ୟୁଟିଲାଇଜ କରନ୍ତି ଏଜୁକେସନ ପାଇଁ। କରିକୁଲମ ଯଦି ଆମେ ଦେଖିବା, ଇଟ୍ ସୁଡ୍ ବି ବେସ୍ଡ ଅନ୍ ସର୍ଟେନ୍ ଇନହେରିଟାଣ୍ଟ ଭ୍ୟାଲ୍ୟୁଜ, ମୋରାଲ ଇନ୍ ନେଚର, ଯେମିତି ଟ୍ରୁଥ, ବ୍ୟୁଟି, ଗୁଡନେସ, ରିଲିଜିୟନ, ଏସବୁ ଜିନିଷକୁ ନେଇକି ଚାଲିଥାଏ। The humanities as well as science should be included in the curriculum. The humanities ତାପରେ science should be ଏଗୁଡା ସବୁ include କରିଥାଏ curriculum। Okay, idealism and the teacher. Idealists have high expectation of the teacher. He's like the gardener whose function is to carefully tend a little human plants in the courage. The idealism and the teacher कौन रहता है ना, आइडियलिस्ट हैव टू हाई एक्सपेक्टेशन, माने टीचर को बहुत एक्सपेक्टेशन रखा जाए टीचर पाखरु। ही इज लाइक द गार्डनर, से पूरा गार्डनर हिसाब से जे तार काम होची कि छोट छोट ह्यूमन बीइंग जोटा रहजंती प्लांट हिसाब से तांकु से बढ़ेबो डेवलप करेबो, से जिनसटा को कहला माने एटे गार्डन माने बहुत ही टीचर को एम्फासिस दिया जायछि। डिसिप्लिन जदि हम कथा देखिबा ताले आइडियलिस्ट आर द वंस अगेंस्ट फ्री डिसिप्लिन एंड एक्सटर्नल रेसिस्टेंस। Discipline necessary for self realization and here the teacher guidance is essential। डिसिप्लिन बहुत मैटर करे जोटा कि टीचर गाइडेंस को नेकी बेस कर पाए, तो सेही जिंसटा ऊपर आलोचना करा। तापर असला मेरिट्स ऑफ आइडियलिज्म। मेरिट्स ऑफ आइडियलिज्म जदि हम आलोचना करिबा ताहले idealistic education aims at self realization of all individuals by one's own effort, hence it promotes universal education। तो universal education ऊपर फोकस करूची आपनकर आइडियलिज्म कॉन्सेप्ट टा यूनिवर्सल एजुकेशन ऊपर। तो रिलेशन कथा नहीं कुहागला एठी। In the process of idealistic education, the teacher is assigned a very important role। टीचर कर रोल टा बहुत अधिका, तो एटा तार पॉजिटिवनेस देखाला। आइडियलिज्म हैज इन्फ्लुएंस्ड अदर फिलोसफीज एज वेल, এবং आइडियलिज्म अलगा फिलोसफी को भी इन्फ्लुएंस करे। ताके बाद आउट आसिला प्राग्माटिज्म। प्राग्माटिज्म होची बहुत प्रैक्टिकल। तो pragmatism derived from the word Greek word pragma, which means activity or the work done। माने काम को नेक कथा आसिला, फंक्शन को नेक कथा आसिला। Some other scholars think that the word pragmatism has been derived from the Greek word pragmatikos,
which means practicality or utility, जोटा मैं कहूली pragmatics माने होची practicality and utility, तार केते उपयोगिता अछि एवं तार केते practicality अछि, केते माने सतरे यूज करि हबो. So pragmatism is first developed by Charles Peirce and reformulated by William James. तो एमाने समस्त तार फाउंडर रहिले बा सपोर्टर रहिले बा थियोरिस्ट रहिले. डेफिनेशन जदि हमें देखिबा ताहले pragmatism offers a theory of meaning, a theory of truth of knowledge and a theory of reality. ये रहला डेफिनेशन सिंपल. एम्स ऑफ एजुकेशन जब देखिबा ताहले goals to which educative effort should be directive have to be created by man himself. The function of education is to enable the child to create his own values and to cultivate a dynamic adaptable mind. तो एम्स ऑफ एजुकेशन कौन रहिला ना goals to which educative effort. तो गोल जोटा रहुची कि एजुकेटिव एफर्ट दरकार शुड बी डायरेक्टेड. डायरेक्टेड कहा द्वारा हबो हैव टू बी क्रिएटेड बाय मैन हिमसेल्फ. केमिति गोलटा अचीव हबो सेटा मनुष्य निजे क्रिएट करिवो निज भितरे निज द्वारा निज पाई. द फंक्शन ऑफ एजुकेशन इज टू एनेबल द चाइल्ड टू क्रिएट हिज ओन वैल्यूज. एजुकेशन ला काम कोन रहइबो जे पिला निजर वैल्यूज को निजे क्रिएट करिवो एंड टू कल्टिवेट ए डायनामिक एडप्टेबल माइंड. एवं निज को तयारी करिवो कोन गोटे डायनामिक एवं एडप्टेबल माइंड तयारी करिवो. जदि करिकुलम कंस्ट्रक्शन आमे देखिबा करिकुलम कोन अछि ना यूटिलिटी. द नेचुरल इंटरेस्ट ऑफ ए चाइल्ड हैज occupations and experiences in particular environment and the integration of the several pragmatic principles. तो एथिरे प्रिंसिपल्स माने आसला यूटिलिटी को नै कि जे पिलार नेचुरल इंटरेस्ट कोड अछि पिलार नेचुरल इंटरेस्ट को नै कि हमरो एटा तयारी करा जाउची करिकुलम टा प्योरली pragmatic पिला को इंटरेस्ट को नै करा जाय. मेथड ऑफ एजुकेशन कोन केमिति पढ़ा जीव को ढंगरे ना मेथड शुड बी फोर्स्ड ए फ्रेश इन लाइट अ रियल सिचुएशन लाइफ. माने रियल लाइफ सिचुएशन को नै कि मेथड करा जीव हैला. द चाइल्ड इंटरेस्ट एंड डिजायर मस्ट बी टेकन इनटू कंसीडरेशन. रियल लाइफ सिचुएशन रियल लाइफ एग्जांपल नै करा जीव पिलांकर इंटरेस्ट को डिजायर को फोकस करा जीव कंसीडरेशन निया जीव. pragmatism फॉलो एक्सपेरिमेंटल मेथड प्रोजेक्ट मेथड ए सब जिंस को सी एक्सेप्ट करिवे हैला. ए जिंसटा रहला. तापर आसला pragmatism ए टीचर. According to pragmatism, a teacher should be in the capacity of a guide and social worker. टीचर जे हबो से निहाती गाइड भले हवा दरकार एवं सोशल वर्कर हवा दरकार. जनसेवा लोकंकर डेवलपमेंट कथा चिंता करथा दरकार. डिसिप्लिन जदि देखिबा देखो समुद्र डिसिप्लिन आसो एठी भी आसीबो. द pragmatists are in favor of social discipline so that can join activities in the school. तो डिसिप्लिन रहइबो pragmatism कोन काहा ओर फेवरेबल करछंती ना सोशल डिसिप्लिन. जेमिति सब पिला माने विभिन्न स्कूल एक्टिविटी रे भलो से पार्टिसिपेट करि परिबे एवं आपनकर ताको डिसिप्लिन मेंटेन बोली कहा जाई थाए. सेमिति ऊपर डिसिप्लिन करे समस्त पार्टिसिपेट करिवे करिवे. तापर आसिला एक्जिस्टेंशियलिज्म. एटा गोटे आइडियोलॉजी आसिला फिलोसॉफिकल ये. तो एक्जिस्टेंशियलिज्म जोटा कांसेप्ट रहउची तो emphasize an individual existence freedom choice and beliefs in the personal uh, interpretation of the world. तो एक्जिस्टेंशियलिज्म कहा ऊपर एम्फासिस करूची तो इंडिविजुअल एक्जिस्टेंस ह्यूमन रो एक्जिस्टेंस कोन तार फ्रीडम कोन चॉइस बिलीव पर्सनाली इंटरप्रिटेशन कोन ए सब जिंस ऊपर फोकस करूची एक्जिस्टेंशियलिज्म. जीन पॉल फ्रेडरिक नीट्जे कार्ल रॉजर्स आर चीफ एक्सपोनेंट ऑफ एक्जिस्टेंशियलिज्म एमान होजन तार थियरिस्ट. मीनिंग कोन रहला to existentialism, the existence of the individual doesn't mean only is being alive. Existentialism ଅନୁଯାୟୀ କେବଳ ତା ମାନେ ନୁହେଁ ଯେ କେବଳ ବଞ୍ଚିବା କୁ କୁହାଯାଏ existence ତାର ଅସ୍ତିତ୍ୱ ଅସ୍ତିତ୍ୱବାଦ ଯଦି ଆମେ କହିବା. It stands for the full responsible and progressive life of the individual in the every developing industrial society. କେବଳ ବଞ୍ଚିବାକୁ କୁହାଯିବନି existentialism ଗୋଟେ ଡେଭଲପ ହଉଥିବ एंड प्रोग्रेसिव रहउतबो डेवलपिंग रहउतबो इंडस्ट्रियल सोसाइटी रे डेवलपिंग रहउतबो प्रोग्रेसिव थिबो रेस्पोंसिबल थिबो कंप्लीट थिबो ए सब जिंस
Aims of education: to develop creativity in children from every beginning by education, to make children self-dependent in place of being dependent on God. तो एम्स ऑफ एजुकेशन कौन है? टू डेवलप क्रिएटिविटी, पिलांका क्रिएटिविटी को बढ़ा जीव फॉर द एवरी बिगिनिंग बाय एजुकेशन टू मेक चिल्ड्रेन सेल्फ डिपेंडेंट, निज को निजे केमती डिपेंडेंट हेई परिबे, सेल्फ डिपेंडेंट हेई परिबे हला, गॉड को ऊपर डिपेंडेंट न है कि निज ऊपर केते डिपेंडेंट हेई परिबे, से जिंस को क्रिएटिविटी थ्रो रे ताको शिखिया को कुहा जाईची। तापर आसला कंटेंट। एग्जिस्टेंशियलिज्म टा कोन करे तार सेंट्रल प्लेस दिया है का को ह्यूमैनिटीज, पोएट्री, ड्रामा, आर्ट, ଆଉ ସେକେंड ପ୍ଲେस ଦିଆ ହେଇଛି ସୋସିଆଲ ସାଇନ୍ସ କୁ। ତ ଯୋଉଟା ଆର୍ଟ ଡ୍ରାମା ଏଗୁଡା ସବୁ ଯୋଉ କଲଚର ପାର୍ଟ ରହୁଛି, ଆର୍ଟ ପାର୍ଟ ରହୁଛି, ସେ ସବୁ ଜିନିଷ ପ୍ରଥମ ପ୍ରାଧାନ୍ୟ ଦିଆହେଲା। ସେକେଣ୍ଡ ରହିଲା ସୋସିଆଲ ସାଇନ୍ସ। ଆଉ ମେଥଡ ଅଫ ଏଜୁକେସନ କଣ ରହିବ? ଦ ମୋଷ୍ଟ ଫେଭର୍ड ମେଥଡ ଇଜ ସକ୍ରେଟିକ ମେଥଡ, ହାଉଏଭର ଦ ମେଥଡ ପ୍ରିଫର୍ଡ ଆର୍ ଡିସ୍କସନ ମେଥଡ, ଡିସ୍କସନ ରହିବ। ମେଥଡ ଅଫ ଇଣ୍ଡକ୍ସନ, ମେଥଡ ଟୁ ଡେଭଲପ କ୍ରିଏଟିଭିଟି, ଦିସ୍ ମୋର ପ୍ରିଫରେନ୍ସ ୱାଜ ଗିଭେନ। ହେଲା, ତ କ୍ରିଏଟିଭିଟି ଉପରେ ଏଇ ସବୁ ଜିନିଷ ଉପରେ ଟିକେ ଫୋକସ କରାଯିବ। ଆଉ ଏଇଟା ହୋମ ଦେନ୍ ସ୍କୁଲ। टीचर केमिति रहिबे? अकॉर्डिंग टू द एक्जिस्टेंशियलिज्म द टीचर इज द मेन पिलर। तो मेन पिलर रहला टीचर। द टीचर हैज टू बी गाइड, ये भी गाइड को माने टीचर को गाइड हिसाब रे एक्सेप्ट कला। तापर आसला एक्जिस्टेंशियलिज्म डिसिप्लिन। एक्जिस्टेंशियलिज्म प्रोवाइड फ्री टू चिल्ड्रन व्हाट दे वांट टू बिकम। तो डिसिप्लिन माने फ्रीडम दिया जीवो, से निज इच्छा निजे चूज करिवे। तो ये थिला वेस्टर्न एजुकेशन बा वेस्टर्न फिलोसफी। एबे हम इंडियन गोटे देखिबा सांख्य सिस्टम। सांख्य पर योगा रहिबो, देन सरीबो आज टॉपिक। तो सांख्य जदि हम देखिबा ताहले इट इज ओल्डेस्ट एंड ऑर्थोडॉक्स फिलोसफी, बहुत पुराना, ओल्डेस्ट एवं बहुत ऑर्थोडॉक्स माने जोटा कि चेंज हुए नहीं, फिलोसॉफिकल सिस्टम इन हिंदुइज्म विथ ओरिजिन इन द फर्स्ट मिलेनियम बीसी। फर्स्ट मिलेनियम बीसी रेटा देखा मिलता। इट इज ए रेशनलिस्ट स्कूल ऑफ इंडियन फिलोसफी एंड हैड ए स्ट्रांग इन्फ्लुएंस ऑन अदर स्कूल ऑफ फिलोसफी। अलग फिलोसफिकल स्कूल ऊपर भी यार इन्फ्लुएंस टा बहुत ही रहुतला। एंड इंडियन फिलोसफी सांख्य इज एन एन्यूमेंटलिस्ट फिलोसफी whose epistemology accepted there of six प्रमाणस as they were reliable means of guiding knowledge। तो छटा जिनिस उपरे फोकस करा जाउची, इनक्लूड कोन? प्रत्यक्ष, अनुमान एंड शब्द, है कि नहीं? तेणु हमर तो यही सब जिनिस उपरे फोकस करूची। प्रत्यक्ष जोटा कि परसेप्शन माने अबाउट, अनुमान होची इन्फरेंस, एंड तमर शब्द रहिला। तो सांख्य रिगार्ड करे द यूनिवर्स एज कंसिस्टिंग ऑफ टू रियलिटीज, गोटे हूँ पुरुष और गोटे हूँ प्रकृति। है पुरुष जोटा कि कॉन्शियसनेस, विवेक जोटा कहला, प्रकृति हूँ मैटर, जिनिस, द्रव्य। जीव लिविंग बीइंग इज द स्टेट इन व्हिच पुरुष इज बियॉन्ड द प्रकृति इन सम फॉर्म। मणि जीवन जहाँ जहाँ देहर भी अच्छी लाइफ बीइंग्स, लाइफ फॉर्म्स जहाँ अच्छी, गोटे एमती जगह जोटा कि पुरुष इज बॉन्डेड द प्रकृति इन सम फॉर्म। तो माने कॉन्शियसनेस टा मैटर सहित, जिनिस सहित अटैच होइकी थाए। तो सांख्य फिलोसफी टा इंक्लूड करे तमर थियोरी ऑफ गुणस, क्वालिटीज, इनेट टेंडेंसीज, साइकी, गुण। इट स्टेट्स आर द थ्री टाइप्स, तीन प्रकार गुण, सत्व, रज, तामस, तीन प्रकार गुण को देखौछि कॉन्सेप्ट। तो सांख्य थियोरी टा ए प्लुरालिज्म ऑफ सोल्स, जीवात्मास, अनेक गुड़िक आत्मा, who possesses consciousness but denies the existence of ईश्वर। क्लासिकल सांख्य is considered the atheist Hindu philosophy। ता माने सांख्य थियोरी टा कहा ऊपर फोकस करूची ना? सोल्स, जीवात्मा ऊपर फोकस करूची, जो माने कि सेही लोक मान ऊपर बा सेही आत्मा ऊपर फोकस करूची जो माने भगवान कर सत्व को माने विश्वास करते नाही बा ग्रहण करती नाही। तो सेटा ताले एटा नास्तिकवाद हिंदू फिलोसफी बोली कहा जाए, जो एक्जिस्टेंस ऑफ भगवान को विश्वास करती नाही। तापर सांख्य गला, योगा आसिला। योगा हूँ गोटे एनसिएंट डिसिप्लिन,
ଗୋଟେ ପ୍ରିନ୍ସିପଲ, ଗୋଟେ ସବଜେକ୍ଟ। It is recognized as a whole most important and valuable gift of our culture. Yoga helps the man to evoke the hidden potentialities of man in systematic ଏବଂ scientific way by which men become a fuller individual। ତ yoga ଗୋଟେ ହଉଛି ଏମିତି ମଣିଷକୁ ସାହାଯ୍ୟ କରେ ନିଜ ପୋଟେନ୍ସିଆଲିଟି ହିଡେନ୍ ପୋଟେନ୍ସିଆଲକୁ ଜାଣିବାରେ, ଏବଂ ସାଇଣ୍ଟିଫିକ ୱେ ଯେମିତିକି ମଣିଷ ପୁରା ନିଜର ଫୁଲର ଇଣ୍ଡିଭିଜୁଆଲିଟିକୁ ଡେଭଲପ କରିପାରିବ, ସେଇଟାକୁ କୁହାଗଲା। yoga is the best path to remove the animal tendencies। yoga ହଉଛି ସବୁଠୁ ଭଲ path ଯୋଉଟା କି ନିଜର animal tendency କୁ ବାହାର କରିବା ପାଇଁ। make the human and make him to realize the ultimate bliss। ଏବଂ ନିଜର ପଶୁତ୍ୱକୁ ବାହାର କରିକି ଦେବତ୍ୱ ରଖିବା ଏବଂ ମଣିଷ ହିସାବରେ ରହିବାକୁ ରିଏଲାଇଜ କରା yoga। ଡେଫିନେସନ ଦେଖିବା, ପତଞ୍ଜଳି ଡିଫାଇନ୍ଡ yoga as ଚିସ୍ତୁ ନିରୁଦ୍ଧା, ଚିତ୍ତାସ୍ତି ନିରୁଦ୍ଧା ବୋଲି ପତଞ୍ଜଳି କରିଛନ୍ତି। ଭଗବତ ଗୀତା defines yoga as Saptamam yoga uchyate and also yogakshamashu। According to Paramahansa Yogananda, the world means union of the individual consciousness or soul with universal consciousness of spirit। ତ ଯୋଉ ପରମହଂସ yogananda କହିଲେ, ଏଇଟା ଇମ୍ପୋର୍ଟାଣ୍ଟ ରହୁଛି, ଆପଣ ଭଲସେ ଲେଖିପାରିବେ ଆକୁ ବି, ଯେ ୟୁନିୟନ ଅଫ ଦ ଇଣ୍ଡିଭିଜୁଆଲ କନସିୟସନେସ୍, ମଣିଷର ବିବେକ ଏବଂ ଆତ୍ମା ଏବଂ ୟୁନିଭର୍ସାଲ କନସିୟସନେସ୍ ଅର ସ୍ପିରିଟ, ପୁରା ବିଶ୍ୱର ଆତ୍ମା ବା ବିବେକ ସହିତ ମିଳନକୁ କୁହାଯାଇଥାଏ। yogaର ଏମ୍ସ କଣ? The main aim of yoga is to realization of self, ନିଜକୁ ନିଜେ ରିଏଲାଇଜ କରିବା। yoga mainly aims at eliminating association with everything seemingly true and providing a direct and continuous contact with everlasting and ultimate truth। ତ yogaର ଏମ୍ସ ଟା କଣ ହେଲା? ତ ମେନ୍ ଏମ୍ ଟା କଣ ରହୁଛି yogaର? ରିଏଲାଇଜେସନ କରିବା ନିଜ ବିଷୟରେ। yoga mainly aims କରୁଛି କଣ? ଏଲିମିନେଟ କରିବ, କଣ କାଟିବ? association with everything, ସବୁ ସହିତ ଯାହା ଯାହା ସମସ୍ତଙ୍କ ସହିତ ଯୋଉ ଆମର association ତାକୁ କାଟି କାଟିଦବ। seemingly true and providing a direct and continuous contact with everlasting and ultimate truth, ସମସ୍ତଙ୍କ ସହିତ କାଟିକି ଯୋଉଟା ultimate truth, ଯୋଉଟା ବାସ୍ତବତା ଅଛି ତା ସହିତ କନେକ୍ଟ କରା yoga। ତା ମାନେ ଆମର ହଡଲ୍ସ ଗୁଡାକୁ ବାହାର କରିଦିଏ ଆଉ। objectives, yoga reduces tension by promoting silence। yoga reduce करे tension को, silence को promote कराए। yoga makes the mind pre-one for scientific and calmness। तो माइंड प्रोन फॉर माने ये जो सेरेनिटी एंड कामनेस, ये जिनस को सी माइंड को इफेक्टिव कराए करिया पई, कामनेस आने, धी शक्ति डेवलप कराए, शांत कराए। yoga make the peace and bliss and the aims of the man। yoga provides a befitting body to deal with the cosmic challenges। तो बॉडी को एक्टिव करेबा, प्रॉब्लम्स को बाहर करेबा, कंसंट्रेशन बढ़ेबा, काम पीसफुल करेबारे योगा बहुत हेल्प करे। जहाँ भी किसी चैलेंज आसु ताको जेमती फेस करि परिबो ଏବଂ ପିସ୍ ଆଉ ବ୍ଲିସ୍ ଯେମିତି ଠିକ ଭାବରେ ଆସିପାରିବ ସେଇ ଜିନିଷଟା ଉପରେ ଆଲୋଚନା କରେ, yoga ଫୋକସ କରିଥାଏ। ତେଣୁ ଇଏ ସବୁ ବିଷୟବସ୍ତୁ ରହିଛି ଆମର ଫିଲୋସଫି ଉପରେ। ତ ବହୁତ ବଡ ସବଜେକ୍ଟ ଥିଲା, ତ ତାକୁ ଆମେ ସର୍ଟଲି ଯୋଉ ଇଷ୍ଟର୍ନ ଆଉ ୱେଷ୍ଟର୍ନ ଟାକୁ ଯଦି ଆମେ ଦେଖିବା ତାହେଲେ ଆମେ ତାକୁ ଆରମ୍ଭ ମାନେ ଏଇଟାକୁ କରିଥିଲୁ ହେଲା। ତ କଥା ଏଇଆ ହଉଛି, ଦେଖନ୍ତୁ ଇଷ୍ଟର୍ନ ଫିଲୋସଫିରେ ଆମେ ଦେଖିଲୁ ସାଂଖ୍ୟ yoga, ବାକି ରହିଲା ନ୍ୟାୟ ଆଉ ବେଦାନ୍ତ, ଆମେ ଦୁଇଟା ଦେଖିଲୁ ନିହାତି ବାଜିଯିବ। ଆଉ ୱେଷ୍ଟର୍ନ ରେ ଚାରିଟା ଯାକ ଆମେ ଦେଖିଲୁ, ଆଇଡିଆଲିଜିମ୍, ନ୍ୟାଚୁରାଲିଜିମ୍, ପ୍ରାଗ୍ମାଟିଜିମ୍, ଏକ୍ସିଷ୍ଟେନ୍ସିଆଲିଜିମ୍। ଖାଲି ବାକି ରହିଲା ନ୍ୟାୟ ଆଉ ବେଦାନ୍ତ। ତ ଆମେ ଯଦି ଏଇ ଛଅଟା ବି କରିଦଉଛେ ତାହେଲେ ନିହାତି ଭାବରେ କ୍ୱେଶ୍ଚନ ଆସିବାର ଯଥେଷ୍ଟ ସମ୍ଭାବନା ଅଛି। କ୍ୱେଶ୍ଚନ ଆସିପାରିବ କେମିତି ୟା ଭିତରୁ, ଯେମିତି ଫର ଏକ୍ସାମ୍ପଲ ଦିଟା ତ ଆସିବ ନିହାତି, ଯେମିତି student or naturalism ଜିନିଷ ବିଷୟରେ explain the role of student in naturalism। ତ naturalism ରହୁଛି ତା ବିଷୟରେ ଧର କ୍ୱେଶ୍ଚନ ଆସିପାରିବ। ବା ତମର ଆସିପାରିବ ଏପଟେ କି କନସେପ୍ଟ ଅଫ ଭ୍ୟାଲୁ ବା ମେଥଡ ଟିଚିଂ ମେଥଡ ଅଫ ପ୍ରାଗ୍ମାଟିଜମ।
ଏଇ ଭଳିଆ क्वेश्चन ସବୁ ଆସିପାରିବ। ତ ଆମକୁ ଏଇ ଭଳିଆ ଜିନିଷଟା ଲେଖିବା ପାଇଁ ପଡିବ ଆଉ। ତାପରେ ଲଙ୍ଗ କ୍वेश्चन ପଢିପାରିବ କି ୱେଷ୍ଟର୍ଣ୍ଣ ସ୍କୁଲ ଅଫ ଫିଲୋସଫି ପ୍ରେଜେଣ୍ଟ ଇଣ୍ଡିଆନ ସିଷ୍ଟମ ଅଫ ଏଜୁକେସନ ଉପରେ ୱେଷ୍ଟର୍ଣ୍ଣ ଫିଲୋସଫିର କଣ ପ୍ରଭାବ ପଡୁଛି ବା କେମିତି ସେଇ ଢଙ୍ଗରେ ହେଇଛି ହେଲା। ତ ସେଇଭଳିଆ ଜିନିଷଟା ରହିଥାଏ। ଓକେ, ତ ଏଇଭଳିଆ ଆପଣ ନିହାତି ଭାବରେ ଏଇ 6ଟା ଭିତରୁ ଆପଣ ପାଇଯିବେ, କାହିଁକିନା ଓଭରଅଲ୍ କ୍ୱେଶ୍ଚନ ଆସୁଛି। ଆପଣ ସର୍ଟ କ୍ୱେଶ୍ଚନ ପାଇପାରିବେ, ଲଙ୍ଗ କ୍ୱେଶ୍ଚନ ବି ପାଇପାରିବେ, କମ୍ପାରିଜନ ବାଲା ଲଙ୍ଗ କ୍ୱେଶ୍ଚନ ଆସିବ, ସେଟାକୁ ଆପଣ କରିପାରିବେ। ଓକେ, ସୋ ଇଏ ଥିଲା ଆଜିକାର ଡିସ୍କସନ। ଆମେ ନେକ୍ସଟ କ୍ଲାସରେ ଦେଖିବା ୟୁନିଟ୍ 4 ଡିସ୍କସନ କରିବା, ତାପରେ ନେକ୍ସଟ 5। ଓକେ, ସୋ ଥ୍ୟାଙ୍କ ୟୁ, ଗୁଡ୍ ନାଇଟ୍। ରଖିବା ଏଇଠି କ୍ଲାସକୁ, ପୁଣି ଦେଖା ହବା ନେକ୍ସଟ କ୍ଲାସ ଡିସ୍କସନରେ ୟୁନିଟ୍ 4 ରେ ଭ୍ୟାଲୁ ଏଜୁକେସନ କ୍ଲାସ। ଓକେ, ସୋ ରଖିବା ଏଇଠି କ୍ଲାସକୁ। ଥ୍ୟାଙ୍କ ୟୁ, ଗୁଡ୍ ନାଇଟ୍। ଧନ୍ୟବାଦ ପିଲାମାନେ। ଆଶା କରେ ଆପଣ ମାନେ କ୍ଲାସଟି ପୁରା ଦେଖିଥିବେ, କ୍ଲାସଟିକୁ ଆପଣ ପୁରା ବୁଝିଥିବେ। ଯାହାବି ଆପଣ ଡାଉଟ୍ ରହିବ ଆପଣ ଆମକୁ କମେଣ୍ଟରେ ଜଣେଇ ପାରିବେ, ଯାହାବି ଆପଣଙ୍କ ଡାଉଟ୍ ରହିଲା। ଯଦି ଆପଣ ନୋଟ୍ସକୁ ପରଚେସ୍ କରିବାକୁ ଚାହୁଁଛନ୍ତି, ସ୍କ୍ରିନରେ ଆମ ନମ୍ବର ଶୋ କରୁଛି, ଆପଣ ସେଇଠୁ ପରଚେସ୍ କରିପାରିବେ। ଆଉ ଆମର 2024-25 ପାଇଁ ଆଡମିସନ ଷ୍ଟାର୍ଟ ହେଇଯାଇଛି। ଯୋଉମାନେ ବି ଯେକୌଣସି ପିଲା ଇଣ୍ଟରେଷ୍ଟେଡ ଅଛନ୍ତି ଆପଣ ଆମକୁ କଣ୍ଟାକ୍ଟ କରି ଜଣେଇ ପାରିବେ। ମୁଁ ଷ୍ଟାର୍ଟିଂରୁ ବି ପିଲାଙ୍କୁ କହିଛି ଆପଣ ଆଡମିସନ କରନ୍ତୁ ନ କରନ୍ତୁ, ଡିଟେଲ୍ସ ବୁଝନ୍ତୁ, ଠକାମିରୁ ବଞ୍ଚନ୍ତୁ। କି ଆପଣଙ୍କର କଣ କଣ ଡକୁମେଣ୍ଟ ଦରକାର, ଆପଣଙ୍କର ଯୋଉ କୋର୍ସ ବି ଆପଣଙ୍କୁ ଏଜେଣ୍ଟ କିମ୍ବା କୌଣସି ଇନଷ୍ଟିଚ୍ୟୁଟ କହୁଛି ସେଇଥିରେ କଣ କଣ ଇନକ୍ଲୁଡିଂ ରହିବ, କଣ କଣ ଏକ୍ସଟ୍ରା ଆପଣଙ୍କୁ ମାନେ ଆପଣଙ୍କ ଏଜେଣ୍ଟ ମାନେ ହିଡେନ୍ ଚାର୍ଜେସ୍ କରିକି ନେଇ ଯାଇପାରିବେ। ତ ଆପଣ ଆମ ପାଖରେ କରନ୍ତୁ କି ନ କରନ୍ତୁ, ଡିଟେଲ୍ସ ଫୋନ କରିକି ବୁଝନ୍ତୁ, ଯାହା ଦ୍ୱାରା ଆପଣ ଆପଣଙ୍କର ସମ୍ପୂର୍ଣ୍ଣ ଡାଉଟ୍ କ୍ଲିୟର କରିପାରିବେ। ତ ଧନ୍ୟବାଦ ପିଲାମାନେ, ଜୟ ଜଗନ୍ନାଥ।